ହଁ ଆଜ୍ଞା। କୋଉଠୁ ଆସୁଛନ୍ତି ଆପଣ? ବେଲାଗାରି ଖଣ୍ଡପଡ଼ା ଶ୍ରୀନଗରରୁ ଆସିଛୁ। କେବେଠୁ ଆସିଲାଣି? ଏଇଟା ଆମର ଏଇ 14 ତାରିଖରୁ ଆରମ୍ଭ ହେଇଛି। ବେପାର ଆପଣଙ୍କର କେମିତି ଚାଲିଛି? ଭଲ ଚାଲିଛି? ବେପାର ଭଲ ହେଉଛି। ଭଲ ହଉଛି? କୁଟି କମ ଦେଖିକି ଲୋକମାନେ ବହୁତ ଆଗ୍ରହରେ ଏଇ ଜିନିଷ କିଣିବା ପାଇଁ ଆଗ୍ରହ ହେଉଥିଲେ। ଆଚ୍ଛା, ଆପଣ କୋଉ କୋଉ ଜାଗାକୁ ଷ୍ଟଲ୍ ପକାନ୍ତି? ଏଇ ଜାଗା ନା ଅନ୍ୟ ଆମର ସବୁ ଜାଗାକୁ? ପ୍ରତ୍ୟେକ ଜାଗାକୁ 20-30ଟା ଜିଲ୍ଲାରେ ଆମେ ସବୁ ଜାଗାକୁ ଆଜିକି 30 ବର୍ଷ ହେଲା ବରବାସ ତରଫରୁ ଏବଂ ହାଣ୍ଡିକ୍ରାଫ୍ଟ ତରଫରୁ ମିଶନ ଶକ୍ତି ତରଫରୁ ଆମେ ମେଳା ଆଟେଣ୍ଡ କରୁଛୁ। ଏ ଷ୍ଟଲ୍ ପାଇଁ ଆପଣଙ୍କୁ ଗଭର୍ଣ୍ଣମେଣ୍ଟ ତରଫରୁ ସୁବିଧା ମିଳୁଛି ନା ପଇସା ଦେଇକି? ସବୁ ସୁବିଧା ଟିଏ ବି ଦଉଛନ୍ତି। ଏ ଷ୍ଟଲ୍ ପାଇଁ କିଛି ପଇସା ପଡୁନି? ନାଇଁ କିଛି ପଇସା ପଡୁନି? ଟିଏ ତାଙ୍କ ତରଫରୁ ଯାହା ମିଳୁଛି। ଆପଣଙ୍କର ଯିବା ଆସିବା ଖର୍ଚ୍ଚ ଗଭର୍ଣ୍ଣମେଣ୍ଟ ବହନ କରୁଛୁ ନା ନିଜେ? ନିଜେ ସେ ଟିଏରୁ ଯାହା ଆମେ ବହନ କରୁଛୁ ଆଉ। ଆଚ୍ଛା, ଏଇ ସବୁ ଜିନିଷ ସବୁ କଣ ହାତ ତିଆରି? ଏଗୁଡ଼ା ସବୁ କରୁଛନ୍ତି ହାତ ତିଆରି ସବୁ? ହାତ ତିଆରି ନିଜେ କରିକି ସବୁ ରଙ୍ଗ ଦେଇଛନ୍ତି? ଆଜ୍ଞା। ଆଚ୍ଛା, ଏସବୁ କଣ ପ୍ରାଇସ୍ ରହିଛି? ଏସବୁ କେତେ କଣ ୟାର ବିକୁଛନ୍ତି? ପ୍ରାଇସ୍ ହେଉଛି 20 ଟଙ୍କା, ୟାର ପ୍ରାଇସ୍ ହେଉଛି 40 ଟଙ୍କା, ଦେଖାନ୍ତୁ। ୟାର ପ୍ରାଇସ୍ ହେଉଛି 120 ଟଙ୍କା, ୟାର ପ୍ରାଇସ୍ ହେଉଛି 50 ଟଙ୍କା। ଏମିତି ଡିଜାଇନ୍ କି ଚାହିଁକି ସବୁ ପ୍ରକାର ରେଟ୍ କୁହାଯାଉଛି। କୋଉଠୁ ଆସିଛନ୍ତି ଆପଣ କହୁଥିଲେ? ବେଣାଗାରିଆ, ବେଣାଗାଡ଼ିଆ କୋଉ ଜିଲ୍ଲା? ନୟାଗଡ଼ ଡିଷ୍ଟ୍ରିକ୍ଟ। ଜଣେ ଲୋକ ଏଇ ପ୍ରକାର ହାତ ଗଢିକିରି ଭଲ ବେପାର କରିପାରିବ? ଆଜ୍ଞା। ମାସକୁ କେତେ କଣ ହେଇଯାଉଛି? ମାସକୁ ହେଉଛି ଅତି କମରେ 30,000 ତା 40,000 ହେଇଥାଏ। ଷ୍ଟଲ୍ ନାଁ କିଛି ଦେଇଛନ୍ତି? ଦୋକାନ ନାଁ 216? ନା ଷ୍ଟଲ୍ ନମ୍ବର କେବଳ ନମ୍ବରଟା ଅଛି। କିନ୍ତୁ ବ୍ୟାନର ଆପଣଙ୍କ ନାଁ କଣ? ନାଁଟା ଆପଣଙ୍କର? ପବିତ୍ର ମୁଦି। ପବିତ୍ର ବାବୁଙ୍କର ଷ୍ଟଲ୍ ଆମେ ବୁଲୁଥିଲୁ, ବହୁତ ଖୁସିର ସହ କହୁଥିଲେ। ବହୁତ ଧନ୍ୟବାଦ। ଜଗନ୍ନାଥଙ୍କ ମୂର୍ତ୍ତି ଅନେକ ଜାଗାରେ ଆପଣ ଦେଖିଥିବେ। ଇଏ ଜଗନ୍ନାଥ ମୂର୍ତ୍ତି ଗୋଟେ ସାଧାରଣ ମୂର୍ତ୍ତି ନୁହଁ। କାହିଁକି? ଏ କାରୁକାର୍ଯ୍ୟ କେବଳ ଧାନରେ ହେଇଛି। ଜାଣିପାରିବେ, ଦେଖିପାରିବେ ଏସବୁ ଧାନ ମୂର୍ତ୍ତି କେମିତି କଣ ହଉଛି। ଆସନ୍ତୁ ମଉସାଙ୍କ ସହିତ କଥା ହେବା। କୋଉଠି ଆସିଛନ୍ତି ଆପଣ? ମୁଁ ଆସିଛି ନବରଙ୍ଗପୁର ଡିଷ୍ଟ୍ରିକ୍ଟ, ଆମର କୋଷାଗୁମୁଣ୍ଡା ବ୍ଲକ, ଗାଁ ଲିମବଟା। ଆମର ପୋଷ୍ଟ ହେଲା ଆମର କେଶେମଳା, ପୋଷ୍ଟ ହେଲା ଆମର କୋଷାଗୁମୁଣ୍ଡା, ନବରଙ୍ଗପୁର ଡିଷ୍ଟ୍ରିକ୍ଟ, ଗାଁ ଲିମବଟା, ମୋ ନାଁ ଲକ୍ଷ୍ମୀଚନ୍ଦ୍ର ମୁଣ୍ଡା। ଏ ଯୋଉ ତିଆରି କରୁଛନ୍ତି ଧାନରେ ଏସବୁ ହେଇଛି? ଆଜ୍ଞା, ଏଇଟା ବାଉଁଶ ଟିକ ଅଛି ଦିଟା ବାଉଁଶ ଟିକରେ ମାନେ ମଝିରେ ଧାନ ପୁରେଇ ସୂତା ସହିତ ବାନ୍ଧି ମାନେ ଗୋଟେ ଗୋଟେ ହାତ ବୁଣିବାକୁ ପଡିବ। ବୁଣିଲା ପରେ ତାପରେ ତାକୁ ପାଣିରେ ଟିକେ ନରମ କରି ସେଟାକୁ ବିଭିନ୍ନ ପ୍ରକାର ଆମେ ଲକ୍ଷ୍ମୀ, ଗଣେଶ, ସରସ୍ୱତୀ, ବଳରାମ, ଜଗନ୍ନାଥ ସବୁ ଆମେ ସରସ୍ୱତୀ ସବୁ ଯାକ ଆମେ ତିଆରି କରିପାରୁଛୁ। ମୟୂର ଫୁଲଦାନୀ, ହାତୀ ଘୋଡ଼ା ବି ହେଇପାରେ। ଆମ କୋଲକାତାରେ ବି ଯାଇଥିଲୁ। କୋଲକାତାରେ ଯାଇକି ଆମେ 10 ଫୁଟର ମୂର୍ତ୍ତି ଆମେ ତିଆରି କରିଛୁ। ମାନେ 3 ଫୁଟର, 4 ଫୁଟର, 5 ଫୁଟର ବି କରିଛୁ। 5 ଫୁଟର ମୂର୍ତ୍ତି ଧାନ ତିଆରି କରୁଛନ୍ତି? ଏ ଯୋଉ ମୂର୍ତ୍ତି ତିଆରି କରିବା ମଉସା ଆପଣଙ୍କୁ କେତେ ଦିନ ସମୟ ଲାଗୁଛି? ଆମକୁ 1.5 ଦିନ, ଗୋଟେ ବଡ ଜଗନ୍ନାଥ କରିବାରୁ 1.5 ଦିନ 2 ଦିନ ଲାଗି ଯାଉଛି। ମାନେ ଗୋଟେ ଧାନକୁ ତାର ବାଉଁଶ ଟିକରେ ସୂତା ଦେଇ ବାନ୍ଧୁ ମାନେ ପରିଶ୍ରମ ହଉଛି। ଗୋଟେ ହାତ ବାନ୍ଧିବାକୁ ପଡୁଛି। ତାପରେ ହିଁ ପାଣିରେ ଟିକେ ବତରାଇ କରି ତାକୁ ଧୀରେ ଧୀରେ ମୋଡ଼ି କରି ତାର ଡିଜାଇନ କରାହଉଛି। ଜଗନ୍ନାଥ ଯେମିତି ତାର ତଣ୍ଡ ମୁଣ୍ଡ ସବୁ କରାହଉଛି। ଧାନରେ ଲକ୍ଷ୍ମୀ, ଗଣେଶ, ସରସ୍ୱତୀ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଫୁଲଦାନୀ, ମୟୂର, ଚଢେଇ, ଫୁଲଦାନୀ ସବୁ, ମାଣ, କଳସ, ହାତୀ ସବୁ ତିଆରି ହୁଏ। ଭୋପାଳର ମ୍ୟୁଜିୟମରେ ଆମର ଓଡିଶାର ଭାଇ ତିଆରି କରୁଛନ୍ତି ଜଗନ୍ନାଥଙ୍କର 10 ଅବତାର ମୂର୍ତ୍ତି, ଭଗବାନଙ୍କର 10 ଅବତାର ମୂର୍ତ୍ତି, ଯୋଉଟା କି ମ୍ୟୁଜିୟମରେ ସ୍ଥାନ ପାଉଛି। ସେଟା ପୁଣି ବାହାର ରାଜ୍ୟ ଭୋପାଳରେ। ବହୁତ ବହୁତ ଧନ୍ୟବାଦ ଆଜ୍ଞା। ଆଉ ଆମର ଏଠି ଟ୍ରାଇବାଲ ମ୍ୟୁଜିୟମରେ ମଧ୍ୟ ଅଛି, ଆମର ଭୁବନେଶ୍ୱରରେ ବି ଅଛି। ଟ୍ରାଇବାଲ ମ୍ୟୁଜିୟମରେ ଅଛି। ଆମର ପିଲା ଗୋଟେ ବି ସେଠି ଫର୍ମେସର ହେଇଯାଉଛି ଧାନ ମୂର୍ତ୍ତି କରି ମ୍ୟୁଜିୟମରେ। ଆଉ ବାଲୁଗାଁରେ ମଧ୍ୟ ମ୍ୟୁଜିୟମରେ, ନୂଆ ମ୍ୟୁଜିୟମରେ ଅଛି। 10 ଅବତାର ମୂର୍ତ୍ତି, ତାର 3 ଫୁଟର, 4 ଫୁଟର ମୂର୍ତ୍ତି ଅଛି ବାଲୁଗାଁ ଚିଲିକାରେ। ଗୋଟେ ପ୍ରଶ୍ନ ମୋ ମନରେ ଆସୁଛି ଯେ ଜଗନ୍ନାଥଙ୍କ ମୂର୍ତ୍ତି ଆମେ ମାଟିରେ କରୁଛୁ, କାଠରେ କରୁଛୁ, ପ୍ଲାଷ୍ଟିକରେ ବି କରୁଛୁ, କିନ୍ତୁ ଆପଣ ଧାନରେ କରିବା ପାଇଁ ଚିନ୍ତା କଲେ, ଏହା ପଛରେ କଣ କାରଣ ଅଛି? ମାନେ କି ଏଇଟା କଣ କି ଏଇଟା ଧାନ, ମାନେ ଧାନର ଜୀବନ ଅଛି। ମାନେ ଧାନ ଖାଇ ଲୋକ ବଞ୍ଚୁଛନ୍ତି। ମାନେ ଧାନ ହେଲା ହଉଛି ପ୍ରାଣ। ହଁ ଆଜ୍ଞା, ଧାନ ହଉଛି ଅନ୍ନ, ସୂତ ହେଲା ବସ୍ତ୍ର। ଅନ୍ନ ବସ୍ତ୍ର ମାନେ ନିଜର ଗୁରୁ। ମାନେ ତାକୁ ସେବା ଦେଲେ ହିଁ ମୁକ୍ତି, ଭଗବାନଙ୍କୁ ସେବା କଲା ଭଳିଆ। ଇଏ ଗୋଟେ ବହୁତ ବଡ କଥା ଆପଣ କହିଲେ ଯେ ଜଗନ୍ନାଥଙ୍କ ମୂର୍ତ୍ତି ଆମେ ଧାନ ତିଆରି କରୁଛୁ,
ଧାନ ହଉଛି କଣ ଗୋଟିଏ ପ୍ରାଣ, ତା ଦେହରେ ଜୀବନ ଅଛି। ତେଣୁ ଏଠି ଦିଟା ସେବା ହଉଛି। ଆଜ୍ଞା ଏକରେ ପ୍ରାଣ ପୂଜା ହଉଛି, ଦୁଇରେ ଜଗନ୍ନାଥଙ୍କ ପୂଜା ହଉଛି। ବହୁତ ସୁନ୍ଦର କଥା। ଦେଖିପାରିବେ ଏଇ ଯୋଉ ଧାନ, ଛୋଟ ଛୋଟ ଧାନ ଟିକେ close ରେ ନିଅନ୍ତୁ। ଏଇ ଯୋଉ ଧାନ ଦିହରେ କାଠିକି ଗୁନ୍ଥି ସୂତା ଦ୍ଵାରା ଏ କାରୁକାର୍ଯ୍ୟ ସହଜ ନୁହଁ। ଏ କାରୁକାର୍ଯ୍ୟ ଜଣେ ଚାହିଁଲେ, ମୁଁ ଚାହିଁଲେ କି ଆଉ କିଏ ଚାହିଁଲେ କରିଦେବେ, କରିଦେବେ। ଏ ସହଜ ନୁହଁ। ଏ ବହୁତ ଦିନର ପରିଶ୍ରମ, ଆଜ୍ଞା ବହୁତ ଦିନର ପରିଶ୍ରମରେ ଆଜି ଗୋଟେ ସୁନ୍ଦର ମୂର୍ତ୍ତି କରିଛନ୍ତି। ଆଉ ବହୁତ ବଡ କଥା ଆ ଦେହରେ ଲୁଚିକି ଅଛି ଯେ ଧାନ ହଉଛି ଅନ୍ନ, ଅନ୍ନ ହଉଛି ପ୍ରାଣ। ବହୁତ ସୁନ୍ଦର କଥା ଆପଣ କହିଲେ। ମୂର୍ତ୍ତିଟା ଛୋଟ ହେଲେ ବି ୟା ଦେହରେ ଅନେକ ଦିନ ସମୟ ଲାଗିଛି ତାକୁ ତିଆରି କରିବା ପାଇଁ। କାରଣ ଧାନକୁ ଧାନ ଯୋଡ଼ିକିରି କାଠିକି କାଠି ବାନ୍ଧି ସୂତା କରିବା ଏଟା ସହଜ ଜିନିଷ ନୁହେଁ। ଆର ରେଟ୍ କେତେ କହିଲେ ଆଜ୍ଞା? ଆଜ୍ଞା 250 250 ଟଙ୍କା ରହୁଛି। ଅବଶ୍ୟ 250 ଟଙ୍କା କିଛି ବଡ ଆମାଉଣ୍ଟ ନୁହେଁ, କିନ୍ତୁ ଲୁଚିଛି ଅନେକ ଦିନର ପରିଶ୍ରମ। ଅନେକ ଦିନ ଜଣେ ଚାହିଁଲେ ସାଙ୍ଗେ ସାଙ୍ଗେ ଚାହିଁଲେ କରିପାରିବନି। ଏ ମୂର୍ତ୍ତି ତିଆରି କରିବା ପାଇଁ ଅନେକ ଦିନର ପ୍ରଚେଷ୍ଟା ରହିଛି। ଧନ୍ୟବାଦ ମଉସା। ତିଆରି ହଉଛି, କାଠରେ ତିଆରି ହଉଛି, ପ୍ଲାଷ୍ଟିକରେ ବି ତିଆରି ହଉଛି, ଫାଇବରରେ ତିଆରି ହଉଛି। କିନ୍ତୁ ଧାନରୁ ତିଆରି ହେବା ମୂର୍ତ୍ତି ଅତି ବିରଳ। କାହିଁକି ନା ଧାନ ହଉଛି ଗୋଟେ ପ୍ରକାର ଜୀବନ, ଧାନରୁ ଅନ୍ନ, ଅନ୍ନରୁ ପ୍ରାଣ। ବହୁତ ସୁନ୍ଦର କଥା ଆଦେହରେ ଲୁଚିଛି। ବହୁତ ଭଲ କଥା ମଉସା ଆମକୁ କହିଲେ।